ଆଜି ସକାଳୁ ଜଳଖିଆରେ ବନେଇଥିଲି ଅଟା ଚକୁଳି। ହେଲେ ମୁଁ ଚକୁଳିକୁ ପଛରେ ରଖିଦେଲି ଖାଇବି, ଆଗ ଖାଇଥିଲି ଗୋଟେ ପ୍ୟାକେଟ ନଳି। ଆଜି ଏତେ ସ୍ପିଡରେ ଲଞ୍ଚ ରୋଷେଇ କରିଛି ଆପଣମାନେ ଶୁଣିଲେ ବିଶ୍ୱାସ କରିବେ ନାହିଁ। କେମିତି ଅବା ନ କରିଥାନ୍ତି, ସାରିଲେ ପୁଣି ଗୋଟେ ସ୍ପେଶାଲ ଜାଗା ଅଛି ଯିବା ପାଇଁ। ତାପରେ ରୋଷେଇ ସାରି ଆସି କରିଥିଲି ପ୍ୟାକିଂ। ବାସ୍ ଖାଲି ଅଛି ତ ସ୍ୱାମୀଙ୍କର ଅପେକ୍ଷାରେ, ସିଏ ଆସିଲେ ଖାଇ ପିଇ ବାହାରି ଯିବୁ ସାଙ୍ଗେ ସାଙ୍ଗେ। ତାପରେ ସିଏ ଆସିଲା ପରେ ଖାଇଥିଲୁ ଭାତ, ଡାଲମା, ଆଳୁ ଭର୍ତ୍ତା ଆଉ ବାଇଗଣ ଆଳୁ ଭଜା। ସେତେବେଳକୁ ତ ମୁଁ ପୁରା ରେଡି ହେଇଯାଇଥିଲି, ବାସ୍ ଖାଲି ବାକି ଥିଲା ତ ବାସନ ମଜା। ଏଇଠି ତ ବାହାରୁ ବାହାରୁ ଘଣ୍ଟାରେ ବାଜିଗଲାଣି 3:30। ଆଦି ବାପା ମୋର ବ୍ୟସ୍ତ ହେଇ କହୁଛନ୍ତି, ମମି ଜଲ୍ଦି ଆସୁନ, କଣ ଯିବାନି? 2023 ବର୍ଷର ଶେଷ ଦିନଟା ମୁଁ ମୋ ବାପାଙ୍କ ଘରେ କାଟିବି। 2024 ମାନେ ନୂଆ ବର୍ଷକୁ ସ୍ୱାଗତ ଜଣାଇ ମୁଁ ମୋ ଶାଶୁ ଘରକୁ ପୁଣି ଫେରିବି। ଯିବା ବାଟରୁ କିଛି ମିଠା, ଚକୋଲେଟ, ବିସ୍କୁଟ, ମିକ୍ସଚର କିଣି ଘରେ ଆସି ପହଞ୍ଚିଗଲା ବେଳକୁ ସନ୍ଧ୍ୟା ହେଇଗଲାଣି। ଘରେ ପହଞ୍ଚୁ ପହଞ୍ଚୁ ବୋଉ ମୋର ଆସି ପରସି ଦେଲା ଜଳଖିଆ। ଖାଇ ପିଇ ସାରି ଯାଇଥିଲି କରିବା ପାଇଁ ମୋ ସାଙ୍ଗ ସାଙ୍ଗେ ଦେଖା। କିଛି ସମୟ ସାଙ୍ଗ ପାଖେ କାଟିଥିଲି ଥଟା ମଜା କରି। ତାପରେ ତା ମମି ମାନେ ଆମ ଦିଦି ସାରଙ୍କ ପାଖକୁ ଯାଇଥିଲୁ ମିଠା ପୁଡ଼ିଆଟେ ଧରି। ଜୋଇଁ ପୁଅଙ୍କ ଡିନରରେ ଥିଲା ପରଟା, ସିମେଇକୁ କୋବି କ୍ୟାପ୍ସିକମ ଆଳୁ ଭଜା। ହେଲେ ମୋର ଆଉ ଗେଲିର ଶୀତ ରାତିରେ ନେଇଥିଲୁ ଗରମ ଭାତର ମଜା। ଜୟ ଜଗନ୍ନାଥ।